ଭିଜିଲାନ୍ସ ହାତରେ ସ୍ୱତନ୍ତ୍ର କୋଷାଗାର ପିଅନ। ଜୟପୁର ଭିଜିଲାନ୍ସ ହାତରେ ସ୍ୱତନ୍ତ୍ର କୋଷାଗାର ପିଅନ ହରିଚନ୍ଦ୍ର ମହାପାତ୍ର ଜଣେ ବ୍ୟକ୍ତିଙ୍କ ବକେୟା ରାଶି କରାଇଦେବା ପାଇଁ 87,000 ଟଙ୍କା ଡିମାଣ୍ଡ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 40,000 ଟଙ୍କା ନେଇଥିବା ବେଳେ ଆଜି ଆଉ ବକେୟା 47,000 ଟଙ୍କା ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କଠାରୁ 47,000 ଟଙ୍କା ଜବତ କରାଯିବା ସହିତ ଜୟପୁର ପାରାବେଡାରେ ରହିଥିବା ସରକାରୀ ଓ ବେସରକାରୀ ବାସଭବନରେ ଏବେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି। ମୋ ନାଁ ଭରତ ନାୟକ ସାର୍, ଆମ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଥାମୁରମାପୁର ବ୍ଲକ ମାଲିଙ୍ଗା ଜିପିରୁ ହରିଚନ୍ଦ୍ର ମହାପାତ୍ର ପଇସା ମାଗୁଥିଲେ ସାର୍। 50% କଥାବାର୍ତ୍ତା ହେଇକିରି ଟୋଟାଲ 87,000 ମଜୁରୀ ଦିଆହେଇଥିଲା ସାର୍। 2-4 ଦିନ ଆଗରୁ 40,000, ତାପରେ ଏବେ 47,000 ଦିଆହେଇଛି ସାର୍। 47,000 ଦେବା ପୂର୍ବରୁ ମୁଁ ଭିଜିଲାନ୍ସକୁ ଜଣେଇଥିଲି। ଭିଜିଲାନ୍ସ ଟିମ୍ ଆସିକି ଧରି ଦେଇଛନ୍ତି। ଅଛନ୍ତି ସାର୍। କାମ ହେଇଗଲା ବୋଲିକି ସେ ପେନସନଟା ଚଢ଼ିଗଲା, ଏରିୟରଟା ଚଢ଼ିଗଲା ବୋଲିକି ସେଇଠି ପଇସା ମାଗୁଛନ୍ତି ସାର୍। ହଁ, ପଇସା ଯେମିତି ରିସିଭ୍ କରିଥିଲେ ସେମିତି ଭିଜିଲାନ୍ସ ଘେରାଉ କରିଦେଲେ, ଧରିଦେଲେ। ହଁ, ଅଫିସରେ ଦିଅନ୍ତୁ ବୋଲି କହିଥିଲେ। କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ୍ ଓଡ଼ିଶା।